ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ପାଇଁ ଶାଶୁ ବୋହୂ ସୁସମ୍ପର୍କ ଆବଶ୍ୟକ। ବିବାହିତ ଜୀବନରେ ଅଶାନ୍ତି ବା ଝଡ଼ ସୃଷ୍ଟି ହେବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ଶାଶୁ ବୋହୂଙ୍କ ସମ୍ପର୍କ। ଭାରତୀୟ ସମାଜରେ ଶାଶୁ ବୋହୂଙ୍କ ସମ୍ପର୍କକୁ ସମସ୍ତେ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ସାଧାରଣତଃ ଶାଶୁମାନେ ବୋହୂମାନଙ୍କୁ ନିର୍ଯାତନା ଦେଇଥାନ୍ତି ବୋଲି ସମସ୍ତଙ୍କର ଧାରଣା। ତେବେ କେତେବେଳେ ଶାଶୁ କଳିହୁଡ଼ି ଓ କଥା କଥାରେ ବୋହୂକୁ ଗଞ୍ଜଣା ଦେବାର ଅଭିଯୋଗ ହୋଇଥାଏ। ଆଉ କେତେବେଳେ ବୋହୂ ଉଦଣ୍ଡି ମୁଖରା ବୃଦ୍ଧା ଶାଶୁଙ୍କର ସେବା ଯତ୍ନରେ ଅବହେଳା କରୁଥିବା ଅଭିଯୋଗ ହୋଇଥାଏ। ସମ୍ପ୍ରତି ଅଳ୍ପ କେତେକ ପରିବାରକୁ ଛାଡ଼ିଦେଲେ ଶାଶୁ ବୋହୂ ବିବାଦ ସମସ୍ତଙ୍କର ଅସ୍ଥି ମଜ୍ଜାଗତ ହୋଇଗଲାଣି। ପ୍ରସ୍ତୁତି ଆତ୍ମବିଶ୍ୱାସକୁ ବଢ଼ାଇଥାଏ। ପ୍ରସ୍ତୁତି ଅର୍ଥ ବିଫଳତାକୁ ସହ୍ୟ କରିବା, ବିଫଳତାକୁ ଗ୍ରହଣ କରିବା ପ୍ରସ୍ତୁତି ନୁହେଁ। ପ୍ରସ୍ତୁତି ପରାସ୍ତ ନ ହୋଇ ପରାଜୟକୁ ମୁକାବିଲା କରିବା ପାଇଁ ଏବଂ ନିରାଶ ହେଲେ ବି ହତୋତ୍ସାହିତ ନ ହେବା ପାଇଁ ସାହସ ଯୋଗାଇଥାଏ। ନିଜର ଭୁଲରୁ ଶିକ୍ଷା କରିବା ହିଁ ପ୍ରସ୍ତୁତି। ଭୁଲ କରିବାରେ କିଛି ଭୁଲ ନାହିଁ। ଆମେ ସମସ୍ତେ ଭୁଲ କରିଥାଉ। ଯିଏ ଏକା ତ୍ରୁଟିକୁ ଦ୍ୱିତୀୟବାର କରେ ହିଁ ନିର୍ବୋଧ। ଯେଉଁ ବ୍ୟକ୍ତି ଭୁଲ କରେ କିନ୍ତୁ ତାକୁ ସୁଧାରେ ନାହିଁ ସେ ଆହୁରି ଭୁଲ କରି ବସେ। ପ୍ରେରଣା ହ୍ରାସର ଉପାଦାନ। କେତେକ ପ୍ରେରଣା ହ୍ରାସର କାରଣ ଯଥା ସମାଲୋଚନା, ନକାରାତ୍ମକ ସମାଲୋଚନା, ସର୍ବ ସମ୍ମୁଖରେ ଅପମାନ, କାର୍ଯ୍ୟ ଦକ୍ଷତାହୀନ କର୍ମଚାରୀଙ୍କୁ ପୁରସ୍କୃତ କଲେ ଦକ୍ଷ କର୍ମଚାରୀଙ୍କର ଉତ୍ସାହ ହ୍ରାସ ହୁଏ। ବିଫଳତା କିମ୍ବା ବିଫଳତାର ଭୟ ଆତ୍ମସନ୍ତୁଷ୍ଟି ସୃଷ୍ଟି କରୁଥିବା ସଫଳତା। ଦିଗହୀନତା, ନିର୍ଦ୍ଦିଷ୍ଟ ଲକ୍ଷ୍ୟର ଅଭାବ, କେଉଁ କାର୍ଯ୍ୟଟିକୁ ଅଗ୍ରାଧିକାର ଦେବା ଉଚିତ ସେ ସମ୍ପର୍କରେ ଜ୍ଞାନର ଅଭାବ। ନକାରାତ୍ମକ ଆତ୍ମକଥନ, କାର୍ଯ୍ୟାଳୟର ରାଜନୀତି, ଅନ୍ତର ବ୍ୟବହାର, ଛଳନା, ନିମ୍ନମାନର କାମ, ବାରମ୍ବାର ପରିବର୍ତ୍ତନ, କର୍ତ୍ତୃତ୍ୱବିହୀନ ଦାୟିତ୍ୱ। କେଉଁ କଥାରେ ସାବଧାନ ନ ରହିଲେ ବିପଦ। ବିନା ଅନୁମତିରେ ଅନ୍ୟ ଘରେ ପ୍ରବେଶ କରିବା, ଅଭ୍ୟାସ ନଥିଲେ ଗଛ ଚଢ଼ିବା, ଏକା ଏକା ଦୂର ବାଟକୁ ଯିବା, ନିଜ ସ୍ତ୍ରୀକୁ କଟୁକଥା କହିବା, ନିଜ ସନ୍ତାନମାନଙ୍କୁ କଟୁକଥା କହିବା, ସରସ୍ରୋତା ନଦୀରେ ପହଁରିବା, କାହାରି ଆଗରେ ନିଜ ଶତ୍ରୁର ପରିଚୟ ପ୍ରଦାନ କରିବା, ଦୁଇ ଜଣଙ୍କର କଳିରେ ଜଣକର ପକ୍ଷ ନେବା, କାହାରି କଳହରେ ସାକ୍ଷୀ ଦେବା, ନିଜ ଘରର ଛିଦ୍ର ଅନ୍ୟ ଆଗରେ ପ୍ରକାଶ କରିବା, ନିଜର ଦୁର୍ବଳତା ଅନ୍ୟକୁ କହିବା, ଏକୁଟିଆ ଥିବା ନାରୀ ବା କନ୍ୟା ସହିତ କଥା ହେବା, ଏକା ଏକା ଜଙ୍ଗଲକୁ ଯିବା। ଓଜନ କମାଇବାର ସହଜ ଉପାୟ। ଓଜନ ବଢ଼ିବା ବା ମେଦବହୁଳତା ଆଧୁନିକ ଜୀବନଶୈଳୀ ଏବଂ ଖାଦ୍ୟପେୟର ପ୍ରତୀକ। ଲୋକେ ସାଧାରଣତଃ ମେଦ କମାଇବା ପାଇଁ ଔଷଧ ଖାଇଥାନ୍ତି। ଔଷଧର ପ୍ରତିକ୍ରିୟା ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ। ଏଣୁ ପ୍ରାକୃତିକ ଉପାୟରେ ସଚେତନ ରହି ଉପଯୁକ୍ତ ଖାଦ୍ୟ ଗ୍ରହଣ କଲେ ମେଦବହୁଳତା କମିଯାଇଥାଏ। ଖାଦ୍ୟ ପଦାର୍ଥ କିଣିବା ତିଆରି କରିବା ଆଗରୁ ଏଥିରେ କେତେ ଚର୍ବି ଓ ଶର୍କରା ଅଛି ଜାଣି ରଖିବା ଉଚିତ। କମ୍ ଚର୍ବି ଓ ଶର୍କରା ଜାତୀୟ ଖାଦ୍ୟ ଗ୍ରହଣ କରିବେ। ତେଣୁ ଅନେକ ଖାଇବା ଠିକ୍ ନୁହେଁ। ଜିଭ ଲାଳସାକୁ ନିୟନ୍ତ୍ରଣ କରିବାକୁ ହେବ। ପଢ଼ୁ ପଢ଼ୁ ଟିଭି ଦେଖୁ ଦେଖୁ ଖାଇବେ ନାହିଁ। ରାତିରେ ହାଲୁକା ସୁପାଚ୍ୟ ଖାଦ୍ୟ ଗ୍ରହଣ କରିବେ। ବଜାର ଖାଦ୍ୟ ଅପେକ୍ଷା ଘର ତିଆରି ଖାଦ୍ୟ ଖାଇବେ। ପେଟରେ ଭୋକ ରଖି ଖାଇବେ। ନନଷ୍ଟିକ୍ ତାୱା
କଡ଼େଇ ବ୍ୟବହାର କରିବେ। ନିୟମିତ ସାଲାଡ଼ ଖାଇବେ। ଜୟ ଶ୍ରୀ ଜଗନ୍ନାଥ।